ଗୋଟେ କଥା ଜାଣିଛନ୍ତି ଭାଇ, ଜୀବନରେ ସବୁ କରିବେ, କେବେ ଆପଣଙ୍କ ସ୍ତ୍ରୀକୁ ନିନ୍ଦା ଟିକେ ଦେବେନି। କାରଣ ସେଇ ଲୋକ ଦୁନିଆରେ ନା ହଜାରେ ଲୋକ ଥିଲେ ମଧ୍ୟ ସେ ଆପଣଙ୍କୁ ବାଛିକି ଆପଣଙ୍କ ପାଖକୁ ଆସିଛନ୍ତି। ବାକି ସବୁ ସମ୍ପର୍କ ଆପଣ ହୁଏତ ବାଛି ନଥିଲେ, ସେ ଅଟୋମେଟିକ୍ ଭଗବାନଙ୍କ ଦ୍ୱାରା ମିଳିଛି। କିନ୍ତୁ ସେଇ ଗୋଟିଏ ସମ୍ପର୍କ ଯାହାକି ସିଏ ଆପଣଙ୍କୁ ଚୁଜ୍ କରିଛନ୍ତି। ଆପଣ ଯେମିତି ହୁଅନ୍ତୁ, ଭଲ ହୁଅନ୍ତୁ କିମ୍ବା ଖରାପ ହୁଅନ୍ତୁ, ସେ ଆପଣଙ୍କୁ ଗ୍ରହଣ କରିଛନ୍ତି। ନିଜ ଭିତରେ ବହୁତ ପରିବର୍ତ୍ତନ ବି ଆଣିଛନ୍ତି। ଯଦି ଆଜି କିଛି ଭୁଲ ହେଇଯାଇଛି, ତା ପାଇଁ ଆପଣ କାଲି ତାଙ୍କୁ ଦୋଷ ଦିଅନ୍ତୁନି। କାରଣ ସେ ଚେଷ୍ଟା କରୁଛନ୍ତି, ସେ ନିଜକୁ ସୁଧାରିବା ପାଇଁ ବହୁ ଚେଷ୍ଟା କରୁଛନ୍ତି, ଆଉ ଚେଷ୍ଟା ବି ଚାଲି ରହିଛି। ତ ଆପଣଙ୍କ ଜୀବନକୁ ନା ଯଦି ସୁଖମୟ କରିବାକୁ ଚାହୁଁଛନ୍ତି, ତେବେ ଦୋଷ ଭୁଲି ଯାଆନ୍ତୁ। ସବୁବେଳେ ଗୁଣକୁ ମନେ ରଖନ୍ତୁ। ଯଦି ଦୋଷ ଆପଣ ଖୋଜିବାକୁ ଯିବେ ନା, ହଜାରେ ମିଳିବ। କିନ୍ତୁ ଗୁଣ ଯଦି ଖୋଜିବାକୁ ଯିବେ ନା, ଆପଣଙ୍କୁ ତାଠୁ ଅଧିକା ମିଳିବ। କାରଣ କୁହାଯାଏ, ଦିଟା ଲୋକ ଯଦି ପାଖରେ ଥାଆନ୍ତି ନା, ସେ ପରସ୍ପରର ଭଲ ଗୁଣକୁ ଅଟୋମେଟିକ୍ ଗ୍ରହଣ କରିଦିଅନ୍ତି। ଆପଣ ଥରେ ଭାବନ୍ତୁ ତ, ଆଗରୁ ସେ ଯେପରି ଥିଲେ ସେ ବର୍ତ୍ତମାନ ସେପରି ଅଛନ୍ତି କି? ତାହେଲେ ଏତେ ରାଗରୁଷା ଅଭିମାନ କାହିଁକି? ଆଜି ଥରେ ସରି କହିଦିଅନ୍ତୁ। ତାଙ୍କର ମନପସନ୍ଦ ଜିନିଷ ଆଣିକି ତାଙ୍କୁ ଥରେ ହାତରେ ଧରେଇକି ନିଜ ଭୁଲ ପାଇଁ କ୍ଷମା ମାଗି ଦିଅନ୍ତୁ। ରାଧେ ରାଧେ।